ଜୟଜୀବ ଜୟଜୀବ। ଆଉ ସାର୍ ଆଜି ଆମ ସହିତ ଅଛନ୍ତି। ସାର୍ଙ୍କୁ ଆମେ ପଚାରିବାକୁ ଯିବା 30 ନମ୍ବର ସୂତ୍ର ଗତ ଅଧ୍ୟାୟରେ ସାର୍ ଆଲୋଚନା କରିଥିଲେ। ସାର୍ ଆଜି 31 ନମ୍ବର ସୂତ୍ରଟା କ'ଣ ଅଛି ସେ ବିଷୟରେ ଟିକେ ଆମ ଦର୍ଶକମାନଙ୍କୁ ଜଣାଇବେ। ସପ୍ରେମ ଜୟଜୀବ। ଆମେ ତ ସେଇ ଚେଷ୍ଟାରେ ଅଛୁ ଯେ ଆମର ଯୋଗ ଦର୍ଶନର ସମାଧିପାଦର ଯେଉଁ ଆଲୋଚନା ଗୁଡ଼ିକୁ ସଦ୍ଗୁରୁଦେବଙ୍କର ଭାଷ୍ୟ ଯାହାକି ଆପଣମାନଙ୍କ ସମ୍ମୁଖରେ ଖୁବ୍ ସହଜ ସରଳ ବାକ୍ୟରେ ସହଜ ସରଳ ଭାଷାରେ ଆପଣମାନଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଚେଷ୍ଟା କରୁଛୁ ବୁଝିବା ପାଇଁ। ତ ପ୍ରିୟ ଆତ୍ମନ, ଆଜିର ବିଷୟ ହେଉଛି 31 ନମ୍ବର ସୂତ୍ର, ଯେଉଁଟାକି ଦୁଃଖ ଦୌର୍ମନସ୍ୟ ଅଙ୍ଗମୈବ ଜୈତ୍ୟ ଶ୍ୱାସ ପ୍ରଶ୍ୱାସ ସହ ଭବ। ଗତ ଥର 30 ନମ୍ବର ସୂତ୍ରରେ ଆମେ ଆଲୋଚନା କରିଥିଲୁ ଯେ ପ୍ରଣବ ଜପ ଦ୍ୱାରା 9ଟି ବାଧକ ଯାହା ସାଧକମାନଙ୍କର ସେ ପ୍ରଣବ ଜପ ଆଉ ଆତ୍ମଜ୍ଞାନର ପୁସ୍ତକ ଏବଂ ସତ୍ସଙ୍ଗ ମାଧ୍ୟମରେ ସେଗୁଡ଼ିକ ଦୂର ହେବ। ଆଜିର ବିଷୟ ହେଉଛି ଏ ଯେଉଁ ଅନ୍ତରାୟ ଗୁଡ଼ିକୁ କେମିତି ଦୂର ହେବ। ଏଇ ଦୁଃଖ ଦୌର୍ମନସ୍ୟ ଅଙ୍ଗମୈବ ଜୈତ୍ୟ ଶ୍ୱାସ ପ୍ରଶ୍ୱାସ ସହ ଭବ। ଏଇ ଯେଉଁ ସୂତ୍ରଟିର ଅର୍ଥ ହେଉଛି ଯେଉଁ ଦୁଃଖ ଯାହାକି ସଂସାରରେ ପ୍ରତ୍ୟେକ ବ୍ୟକ୍ତିଙ୍କର, ସେ ଦୁଃଖ 3 ପ୍ରକାର। ଆଧ୍ୟାତ୍ମିକ ଦୁଃଖ, ଆଧି ଦୈବିକ ଦୁଃଖ, ଆଧି ଭୌତିକ ଦୁଃଖ। 3 ପ୍ରକାର ଦୁଃଖ। ଏ 3 ପ୍ରକାର ଦୁଃଖ ଯେଉଁ ଆଧ୍ୟାତ୍ମିକ ଦୁଃଖ କ'ଣ ନା, ଆଧ୍ୟାତ୍ମିକ ଦୁଃଖ ହେଉଛି ମାନସିକ ଦୁଃଖ, ମନର ଦୁଃଖ। ମାନସିକ ସ୍ତର ମନ ସଦାବେଳେ ବିଷଣ୍ଣ ହେଇଯିବ, ବିଷାଦ ହେବ, ଦୁଃଖରେ ଭାଙ୍ଗି ପଡ଼ିବ। ଇଏ ହେଉଛି ମାନସିକ ଦୁଃଖ। ତାକୁ ଆଧ୍ୟାତ୍ମିକ ଦୁଃଖ ବୋଲି କୁହାଯାଏ। ତାକୁ ଆଧ୍ୟାତ୍ମିକ ଦୁଃଖ କୁହାଯାଉଛି। ମାନସିକ ଦୁଃଖଟାକୁ ଆଧ୍ୟାତ୍ମିକ ଦୁଃଖ କୁହାଯାଉଛି। ଆଧି ଦୈବିକ ଦୁଃଖ କ'ଣ? ଆଧି ଦୈବିକ ଦୁଃଖ ହେଉଛି ଯେମିତି ଅଗ୍ନି, ଜଳ, ବାୟୁ, ଆକାଶ ଇତ୍ୟାଦି ଦ୍ୱାରା ଯେଉଁ ପଞ୍ଚମହାଭୂତର ଦ୍ୱାରା ପ୍ରକୃତି ଜନିତ ଯେଉଁ ଦୁଃଖ, ତାକୁ ଆଧି ଦୈବିକ। ଖରା ହେଲା, ବର୍ଷା ହେଲା, ବାତ୍ୟା ହେଲା, ଝଡ଼ ହେଲା। ହଁ, ସେଇଟା ଆଧି ଦୈବିକ ଦୁଃଖ। କାହିଁକିନା ଅଗ୍ନି ଦେବ ବୋଲି କୁହାହେଉଛି, ଜଳ ଦେବ ବୋଲି କୁହାହେଉଛି, ବାୟୁ ଦେବତା ବୋଲି କୁହାଯାଉଛି। ତେଣୁ ଏ ହେଉଛି ଆଧି ଦୈବିକ ଦୁଃଖ। ତାର ଜନିତ ଯେଉଁ ଦୁଃଖ, ଯେମିତି ଭୂମିକମ୍ପ ହେଲା, ଯେମିତି ପ୍ରବଳ ବନ୍ୟା ହେଲା, ଯେମିତି ପ୍ରବଳ ଅଗ୍ନି ଦ୍ୱାରା କ୍ଷତିଗ୍ରସ୍ତ ହେଲେ, ବାୟୁ ଦ୍ୱାରା, ବାୟୁ ପବନ ଦ୍ୱାରା, ଝଡ଼ ତୁଫାନ ଦ୍ୱାରା କ୍ଷତିଗ୍ରସ୍ତ, ଏ ହେଉଛି ଆଧି ଦୈବିକ ଦୁଃଖ। ତାପରେ ଆସୁଛି ଆଧି ଭୌତିକ ଦୁଃଖ। ଆଧି ଭୌତିକ ଦୁଃଖ ହେଉଛି ପ୍ରାଣୀମାନଙ୍କ ଦ୍ୱାରା। କୁକୁର କାମୁଡ଼ି ଦେଲା, ବିଲେଇ କାମୁଡ଼ି ଦେଲା, ବିଭିନ୍ନ ପ୍ରକାର ପୋକମାକଡ଼ ଦ୍ୱାରା ଯେଉଁଟା ସେଇଟା ଦୁଃଖରେ ରହୁଛି, ଏଇଟା ଆଦି ଭୌତିକ ଦୁଃଖ। ପ୍ରାଣୀମାନଙ୍କ ଦ୍ୱାରା ସେଭଳି ଆକ୍ରାନ୍ତ ହେଲା ପରେ ସେଇଭଳି ଦୁଃଖଟା ଆସେ। ଇଏ ହେଉଛି 3 ପ୍ରକାର ଦୁଃଖ ପ୍ରତ୍ୟେକ ମନୁଷ୍ୟଙ୍କର। ତାପରେ ଦୁଃଖ ଦୌର୍ମନସ୍ୟ। ଦୌର୍ମନସ୍ୟଟା ହେଉଛି ଇଚ୍ଛା ପୂର୍ତ୍ତି ନହେଲେ ଯେଉଁଭଳି ଦୁଃଖଟା ହୁଏ। ଇଚ୍ଛା ପୂର୍ତ୍ତି ନହେଲେ, ଆପଣ ଧରନ୍ତୁ ଇଚ୍ଛା କରିଛନ୍ତି ଅମିକ ହେବା ପାଇଁ, କିନ୍ତୁ ସେ ଯେ ପର୍ଯ୍ୟନ୍ତ ପୂର୍ତ୍ତି ହେଉନଥିବ ସେ ପର୍ଯ୍ୟନ୍ତ ଆପଣଙ୍କର ମାନସିକ ସ୍ତରର ଆପଣ ଦୁଃଖୀ ଥିବେ। ଆଉ ମାନସିକ ଦୁଃଖ ପରେ ଶାରୀରିକ ଦୁଃଖଟା ବି ଆସେ। ତାପରେ ଆସୁଛି ଆଉ ଗୋଟେ ପୁରା ଜରା ବ୍ୟାଧିଗ୍ରସ୍ତ ଭାବେ ଦେହ ଥରିବା, ଅଙ୍ଗମୈବ ଜୟତେ, ଦେହ ଥରିବା କାମଟି ଆସେ। ଇଏ ଯେଉଁ ଅଙ୍ଗମୈବ ଜୟତରେ ଯେଉଁ ଆମର ଶାରୀରିକ ଯେଉଁ କ୍ଲେଶଟା ଯେଉଁ ମିଳେ, ଇଏ ଶାରୀରିକ କ୍ଲେଶ ଯୋଗ ସାଧନ ମାଧ୍ୟମରେ ଆମର ଯେଉଁ ଚକ୍ରବିନ୍ଧନ କ୍ରିୟା ଅଛି, ଶାରୀରିକ ସାଧନରେ ସିଏ ଦୂର ହେବ। ବୟସ ହେଲା ପରେ ଲୋକଙ୍କର ଏମିତି ହାତ ଗୋଡ଼ ଥରୁଥାଏ, ମାନେ ଯୋଗ ସାଧନ କରନ୍ତି। ଯେଉଁମାନେ କିଛି ନ କରନ୍ତି, କାହିଁକିନା ଆମର ଜରା ବ୍ୟାଧିଗ୍ରସ୍ତ ଯେତେବେଳେ ଶରୀର ହେବ, ସେତେବେଳେ
ଦେହରେ କୌଣସି ଅଙ୍ଗ କଠିନ ହେଇଯିବ, କଠିନ କେଉଁଟା ଶକ୍ତ ହେଇଯିବ, କେଉଁଟାକୁ କୁହନ୍ତି ଚାପି ହୋଇଯିବ, ଦୁର୍ବଳ ହେଇଯିବ, ସିଏ ଆମର ଏଇ ଯେଉଁ ଯୋଗ ସାଧନ ଦ୍ୱାରା ଯେଉଁ ଚକ୍ରବିଧାନ କ୍ରିୟା ଅଛି, ଆମର ତପକ୍ରିୟାଟେ ଅଛି, ସେ ତପକ୍ରିୟା ଦ୍ୱାରା ଇଏ ଅଙ୍ଗର ପୁରା କୋମଳତା ଆସିବ। ଇଏ କୋମଳତା ଆସିବ ଆଉ ତାର ଇଏଟା ଆସିଯିବ, ଆୟତ୍ତକୁ ଆସିବ। ହଁ, କୋମଳତା ଆସିବ। ତାର ତ ଆହୁରି 6 ପ୍ରକାର ତାର ଲାଭ ଅଛି। ଯେଉଁ ତପକ୍ରିୟା କଲେ ଶାରୀରିକ 6 ପ୍ରକାର ଇଏ ଆସିବ, ନିଜ ଦେହର ପ୍ରତି ଅଧିକାର ଆସିଯିବ, ଆଉ କଷ୍ଟ ସହିବାର କ୍ଷମତା ଆସିଯିବ। ଯୋଗ ସାଧନ ସାର୍ ସବୁଠୁ ବଡ଼ ଜିନିଷ ହେଉଛି ନିଜ ଶରୀରଟା ନିଜର ଅଧିକାର। ଇଏ ତପକ୍ରିୟା ମାଧ୍ୟମରେ ଆଜ୍ଞା ଆମର ଅଙ୍ଗ ଜୈତ ମାନେ ଅଙ୍ଗର ନିଜ ଶରୀରକୁ ଆପଣ ଜୟ କରିପାରିବେ। ଆଉ ଏଇ ଯେଉଁ ଶ୍ୱାସ ପ୍ରଶ୍ୱାସର ଗତି, ଇଏ ବି ମଧ୍ୟ ଏଇ ଯେଉଁ ତପକ୍ରିୟା ଦ୍ୱାରା ଆଉ ପ୍ରାଣାୟାମ ସାଧନ ଅଛି ଯୋଗରେ, ସେ ପ୍ରାଣାୟାମ ସାଧନ ଦ୍ୱାରା ସିଏ ପୁଣି ଆମର ଶ୍ୱାସ ପ୍ରଶ୍ୱାସ କ୍ରିୟା ଗୁଡ଼ିକ ସେଇ ଯେଉଁ ସମତା ରକ୍ଷା କରିବ, ଶ୍ୱାସ ପ୍ରଶ୍ୱାସ ସହ ଭୋଗ। ତ ଏଇ ଯେଉଁ ଅନ୍ତରାୟ ଗୁଡ଼ିକ, ଯୋଗର ଯେଉଁ ଅନ୍ତରାୟ ଗୁଡ଼ିକ, ଯୋଗ ସାଧନ କଲେ, ଯୋଗ ସାଧନର ପୁସ୍ତକ ପଢ଼ିଲେ, ସତ୍ସଙ୍ଗ ଶୁଣିଲେ, ସତ୍ସଙ୍ଗ ମାଧ୍ୟମରେ ଜାଣିଲେ, ଏଇ ଯୋଗ କ୍ରିୟା ମାଧ୍ୟମରେ ଜଣେ ଏଇଭଳି ଅନ୍ତରାୟ ଗୁଡ଼ାକ ସେ ଦୂରେଇ ପାରିବ। ଯେଉଁ ଅନ୍ତରାୟ ଗୁଡ଼ାକ ଆମେ କହିଲୁ, ଦୁଃଖ ଦୌର୍ମନ ସଙ୍ଗମ ବି ଜୈତ ଶ୍ୱାସ ପ୍ରଶ୍ୱାସ ସହ ଭୋଗ। ସାର୍ ଗୋଟେ ଇଏରେ କହିଲେ, ମାନେ ସାଧକ ଯଦି ଚାହିଁବ, ମାନେ ଯିଏ ଯୋଗ କରିବ, ତାର ନିଜର ସବୁ ଜିନିଷକୁ ସେ ଦୂର କରିପାରିବ। ଦୂର କରି ତ ନିଶ୍ଚୟ ପାରିବ, କାହିଁକି ନା ଶରୀରର ମାଲିକ ସେ ନିଜେ, ତାର ମନର ମାଲିକ ବି ସେ ନିଜେ ଯଦି ଶରୀର ପ୍ରତି ସଚେତନ ନ ହେବ, ଧ୍ୟାନ ନ ଦେବ, ମନ ପ୍ରତି ବି ନିଜେ ସଚେତନ ନ ହେବ, ତାହେଲେ ସେ କିନ୍ତୁ ଯୋଗ ଏମିତି ଏକ ଶିକ୍ଷା ମନୁଷ୍ୟକୁ ସଂଯତ କରେଇ ଦିଏ, ସଂଯମିତ କରେଇ ଦିଏ, ଆଉ ତାଙ୍କର ସମତା ରକ୍ଷା କରେ। ଯୋଗର ଆଉ ଏକ ଗୁଣ ହେଉଛି ସେ ସମତା ରକ୍ଷା କରିବ, ଶରୀର ମନ ପ୍ରାଣ ଏଇଥିରେ ସେ ଏଇଟା କରିବ, ତାର ସମତା ରକ୍ଷା କରିବ। ଇଏ ହେଉଛି ଯୋଗର ସବୁଠାରୁ ବଡ଼ ଗୁଣ, ଅଲଗା କୌଣସିଥିରେ ହେଇପାରିବ ନାହିଁ। ଆପଣ କହିଲେ ସତ୍ସଙ୍ଗ ତ ଆଜିକାଲି ବହୁତ ପ୍ରକାର ସତ୍ସଙ୍ଗ ହେଉଛି, ସେ ସତ୍ସଙ୍ଗ ବିଷୟରେ ସାର୍ ଜଷ୍ଟ ଟିକେ କିଛି କହିବେ, ଯେମିତି ଜାଣିପାରିବେ ପ୍ରକୃତ ସତ୍ସଙ୍ଗ କ'ଣ? ସତ୍ସଙ୍ଗ ହେଉଛି ଯେଉଁ ସତ୍ସଙ୍ଗରେ, ମୁଁ ସତ୍ସଙ୍ଗ କ'ଣ କହୁଛି, ସତ୍ ଯୁକ୍ତ ସଙ୍ଗ। ସତ୍ସଙ୍ଗ ଗୋଟେ ହେଉଛୁ ସତ୍ ବ୍ୟକ୍ତିଙ୍କର ଗୋଟେ ସାଙ୍ଗ ହେବା, ଆଉ ଗୋଟେ ହେଉଛି ସତ୍ସଙ୍ଗ, ଯେଉଁ ସତ୍ସଙ୍ଗରେ ଆଲୋଚନା ହେବ, ସତ୍ସଙ୍ଗର ଆଲୋଚନା ଗୁଡ଼ିକ ଶୁଣିବା, ଇଏ ହେଉଛି ସତ୍ସଙ୍ଗ। ଆଉ ସତ୍ସଙ୍ଗ ହେଉଛି ସତ୍ ବ୍ୟକ୍ତିଙ୍କ ସହିତ ମିଶିବା। ଇଏ ସତ୍ସଙ୍ଗର 2ଟା ଅର୍ଥ। ସାର୍ ମୁଁ ମୋ କଥାଟା ଆପଣ ଟିକେ ବୁଝିପାରିଲେନି। ମୁଁ କହୁଛି ସତ୍ସଙ୍ଗର ମାନେଟା ମୁଁ ସାର୍ କହିଦେଉଛୁ। ସତ୍ସଙ୍ଗର ମାନେଟା କହିଲି ଏହା। ତେବେ ସତ୍ସଙ୍ଗ ବହୁତ ପ୍ରକାର ସତ୍ସଙ୍ଗ ହେଇଥାଇପାରେ। ସତ୍ସଙ୍ଗର ଅର୍ଥ ହେଉଛି ଯେ ପ୍ରକୃତ ସତ୍ୟ ବିଷୟରେ ଯେଉଁଠି ଜ୍ଞାନ ଦିଆଯାଏ, ପ୍ରକୃତ ସତ୍ୟ ବିଷୟରେ ଯେଉଁଠି ଆଲୋଚନା କରାଯାଏ, ପ୍ରକୃତ ସତ୍ୟ ଚିରନ୍ତନ ସତ୍ୟ ବିଷୟରେ ଆଲୋଚନା କରାଯାଏ। କହିବାକୁ ଗଲେ ଆତ୍ମା ବିଷୟରେ ଯେଠି ଆଲୋଚନା କରାଯାଏ, ତ ଚିରନ୍ତନ ସତ୍ୟ ସଂସାରରେ ଯେଉଁଟାକି ଆଗରୁ ଥିଲା, ଏବେ ବି ଅଛି, ଆଗକୁ ରହିବ, 3 କାଳରେ ଯାହାର ସ୍ଥିତି, ଯାହାର ଅସ୍ତିତ୍ୱ ବୋଧ ରହୁଛି, ତାର ଯେଉଁଠି ଆଲୋଚନା କରାଯିବ, ତାର ଯେଉଁଠି ଜ୍ଞାନ ଦିଆଯିବ, ତାହା ହିଁ ସତ୍ସଙ୍ଗ। ତ ଯେଉଁଠି ଆପଣଙ୍କର କାହାରି ଗୁଲାମୀ, ଦାସତା, ସେବା କରିବା, ଇଏ ସତ୍ସଙ୍ଗର ଉଦ୍ଦେଶ୍ୟ ନୁହେଁ। ଏ ସତ୍ସଙ୍ଗ ତାକୁ କୁହାଯିବ ନାହିଁ, ସେ ହେଉଛି ଅସତ୍ସଙ୍ଗ। ଜଣେ ଭକ୍ତକୁ, ମାନେ ଜଣେ ଲୋକକୁ ଧର, ଜଣେ ଗୁରୁ ଶିକ୍ଷା ଦେଉଛି, ତୁମେ ଅମୁକ ଲୋକର ଗୁଲାମୀ କର, ତୁମର ଗୁଲାମ ହୁଅ, ତୁମେ ନିଜକୁ ତୁମେ ଗୁଲାମ ହୁଅ, ତୁମେ ନିଜକୁ ଇଏ ବୋଲି ପରିଚୟ ଦିଅ ନାହିଁ, ସ୍ୱତନ୍ତ୍ର ବୋଲି ଦିଅ ନାହିଁ। ତୁମେ ଲୋକଙ୍କର, ତୁମେ ହେଉଛ ଭଗବାନଙ୍କର ଗୁଲାମ, ସେବକ। ସେ ଯାହା କରିବେ ତୁମେ କରିବ। ତ ଏଇଠି ଯେଉଁଠି ପରାଧୀନତାର ଶିକ୍ଷା ଦିଆଯାଏ, ସେଇଟା ସତ୍ସଙ୍ଗ ନୁହେଁ।
ସତ୍ସଙ୍ଗ ଯେଉଁ ଗୁରୁ ଚିହ୍ନି ଦିଏ ଯେ ପ୍ରକୃତ ସତ୍ତା ଗୁରୁ ସତ୍ସତ୍ତା ତମ ଭିତରେ ଅଛି, ତମେ ହେଉଛ ତମ ଭିତରେ ସେଇ ସତ୍ୟ ଜ୍ଞାନ ଅଛି, ଯେଉଁଠି ଏ ବିଷୟରେ ଶିକ୍ଷା ଦିଆଯାଏ ତାହା ହିଁ ହେଉଛି ସତ୍ସଙ୍ଗ, ତାହା ହିଁ ହେଉଛି ସତ୍ସଙ୍ଗ। ଯାହା ହଉ ତ ହଉ, ତ ଏଇ ଯେଉଁ 31 ନମ୍ବର ସୂତ୍ରରେ ମୁଁ ଆପଣମାନଙ୍କ ସମ୍ମୁଖରେ ଆଲୋଚନା କଲି, ଇଏ ଯେଉଁ ଅନ୍ତରାୟ ଗୁଡ଼ିକ ମଧ୍ୟ ଯୋଗରେ, ଯୋଗ ସାଧନରେ ଆଉ ସ୍ୱାଧ୍ୟାୟରେ ସତ୍ସଙ୍ଗ ମାଧ୍ୟମରେ ଏ ଆପଣଙ୍କର ସମସ୍ତଙ୍କର ଦୂର ହେବ ଏଇଭଳି ଅସୁବିଧା ଗୁଡ଼ିକ। ଯାହା ହଉ ସ୍ୱପ୍ରେମୀ ଜୟ ଜୟ। ଜୟ ଜୟ